ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଉ ଦେଖନ୍ତୁ 2022 ମସିହାର କୋଶ୍ଚିନ୍ ପେପର 1 OTT ମ୍ୟାଥରେ ପଡ଼ିଥିଲା। ଏ କୋଶ୍ଚିନ୍ଟି ଗୋଟେ ଘଣ୍ଟାର ସମୟର କୋଶ୍ଚିନ୍ଟିଏ। ତେଣୁ ଘଣ୍ଟା ବିଷୟରେ ଆମେ ଜାଣିବା ନିହାତି ଦରକାର। ଏ ବିଷୟରେ ବହୁତ ପ୍ରଶ୍ନ ବି ସବୁ ବର୍ଷ ଗୋଟେ ପଡ଼ୁଛି। 12 ଘଣ୍ଟା 40 ମିନିଟ୍ ସମୟରେ ଘଣ୍ଟା ଘଣ୍ଟା ଓ ମିନିଟ୍ ଘଣ୍ଟା ମଧ୍ୟରେ କୋଣର ପରିମାଣ କେତେ? ସମୟ ହେଉଛି 12 ଘଣ୍ଟା 40 ମିନିଟ୍। ଆମେ ସମସ୍ତେ ଘଣ୍ଟା ଚିହ୍ନିଛେ। 12 ଘଣ୍ଟା 40 ମିନିଟ୍ ମାନେ ଘଣ୍ଟା 12 ପରେ ଆଉ ମିନିଟ୍ ଘଣ୍ଟା 8 ଉପରେ ଥିବ, 8 ଘଣ୍ଟା 40। ତାହେଲେ ଘଣ୍ଟା 12 ଆଉ 1 ମଧ୍ୟରେ ଥିବ, 1 ପାଖାପାଖି ଥିବ। ସେ ଯେଉଁ ଘଣ୍ଟା ଆଉ ମିନିଟ୍ ଘଣ୍ଟା ମଧ୍ୟରେ କୋଣଟା କେତେ ହେବ? ଏ ରେ 120 ଡିଗ୍ରୀ, ବି ରେ 125 ଡିଗ୍ରୀ, ସି ରେ 140 ଡିଗ୍ରୀ, ଡି ରେ 130 ଡିଗ୍ରୀ। ତେଣୁ ଆକୁ ସହଜରେ କରିବା ଏତେ ସହଜ ନୁହେଁ। ୟା ପାଇଁ ଗୋଟେ ଫର୍ମୁଲା ଅଛି। ଏଇ ଫର୍ମୁଲାରେ କରିବା 30 ଗୁଣନ ଘଣ୍ଟା, ଘଣ୍ଟା କେତେ? 12 ମାଇନସ ମିନିଟ୍ 40 ଗୁଣନ 11/2। ଏଗୁଡ଼ା ମନେ ରଖିଦିଅନ୍ତୁ। 30 ଗୁଣନ ଘଣ୍ଟା ମାଇନସ ମିନିଟ୍ ଗୁଣନ 11/2। यार मॉड पड़ो मॉड इक्वल टू 30 12 36 केते 360 डिग्री माइनस 2 रे 20 एटा 2 22 220 डिग्री तो मॉड माइनस ही नहीं पारे। 360 रू 220 होले केते आछो? 360 रू 200 होले 160 कोडले 140 डिग्री 40 डिग्री। आंसर सी इज करेक्ट। बुझे तेणु मॉड दियो न दियो चलो। ये हूँ फर्मूला। फर्मूलाटा कौन ना 30 इंटू घंटा के माइनस मिनिट इंटू 11/2 से घंटा घंटा मिनिट घंटा मध्य कोण परिमाण से। थैंक यू। 140 डिग्री ये क्वेश्चन 2022 मसीह पड़ा। तो 12 घंटा 40 मिनिट समय घंटा घंटा और मिनिट घंटा मध्य कोणर परिमाण के फर्मूलाटा आंसर होची सी इज करेक्ट। थैंक यू।